ଆଜିଠାରୁ ଆରମ୍ଭ ହୋଇଛି କେନ୍ଦୁଝର ଘଟଗାଁ ମା ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚୈତି ପର୍ବ। ଆଜି ସକାଳୁ ମାଙ୍କ ପୀଠରେ ମଙ୍ଗଳ ଆଳତି, ମାଜଣା ଓ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଛି। ମାଙ୍କୁ ସୁନାବେଶରେ ଦର୍ଶନ କରି ଭାବ ବିଭୋଳ ହେଉଛନ୍ତି ଶ୍ରଦ୍ଧାଳୁ। ସମ୍ପୂର୍ଣ୍ଣ ମନ୍ଦିର ପରିସରକୁ ଫୁଲ ଓ ଆଲୋକମାଳାରେ ସଜାଯାଇଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ଓ ସ୍ୱେଚ୍ଛାସେବୀ ମୁତୟନ ହୋଇଛନ୍ତି। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଛି। ଏହି ପର୍ବ ଆଜିଠାରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଚୈତି ପର୍ବର ଆଜି ହେଉଛି ପ୍ରଥମ ଦିବସ। ଆଜିଠାରୁ 7 ଦିନ ଧରି এই পর্ব লাগিব। আজি প্রথম দিନରେ ଆମେ ସେବାୟତ ମାନେ ବଡ଼ି ଭୋରୁ ଆସି ମାଙ୍କର ଯେଉଁ ନୀତିକାନ୍ତି ଅଛି, ପାରମ୍ପରିକ ପୂଜା ରହିଆସିଛି, ସେ ନୀତିକାନ୍ତିର ମାର୍ଜନା ପୂଜା କରିଥିଲୁ। ମାଙ୍କର ଷୋଡ଼ପଚାର ପୂଜା, ମଙ୍ଗଳ ଆଳତି ପୂଜା ଏସବୁ ସରିଯାଇଛି। ଆଉ ବର୍ତ୍ତମାନ ଭକ୍ତମାନେ ସାଧାରଣ ଦର୍ଶନ କରୁଛନ୍ତି। ଅନ୍ୟପଟେ ବାଲେଶ୍ୱର ଜଳେଶ୍ୱର ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠରେ ଜମୁଛି ଚଡ଼କ ଯାତ୍ରା। 20,000ରୁ ଅଧିକ ଭକ୍ତ ବାବାଙ୍କ ପାଖରେ ଅର୍ଘ୍ୟ ପ୍ରଦାନ କରିଛନ୍ତି। କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ 21 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ବିଶେଷକରି ଶୃଙ୍ଖଳିତ ଅର୍ଘ୍ୟଦାନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ଆଜି ଶ୍ରୀଜୀଉଙ୍କର ଷଷ୍ଠୀ ଅର୍ଘ୍ୟ। ଆଜି ଦିନରେ ପାଖାପାଖି 20,000ରୁ ଅଧିକ ଭକ୍ତ ଉପସ୍ଥିତ ଧାରଣ କରିସାରିଲେଣି। ଶ୍ରୀଜୀଉଙ୍କର ସକାଳର ଭୋର 4ଟା ସମୟରେ ଦେବୋତ୍ଥାନ ନୀତି ସମ୍ପନ୍ନ ହୋଇଥିଲା। ଦେବୋତ୍ଥାନ ନୀତି ପରେ ନନ୍ଦୀଙ୍କ ପୂଜା, ସୂର୍ଯ୍ୟ ପୂଜା ଏବଂ ଜଳଫଳ ପୂଜା ପରେ ଅବକାଶ ନୀତି ସମ୍ପନ୍ନ ହୋଇ ଶ୍ରୀଜୀଉଙ୍କ ମହାସ୍ନାନ କରାଯାଇଥିଲା। ତାପରେ ସାହାଣ ମେଳା ଦର୍ଶନ ନିମନ୍ତେ ଆମେ ଶ୍ରୀଜୀଉଙ୍କୁ ସମସ୍ତଙ୍କୁ ଦର୍ଶନ କରାଇଥିଲୁ। ଆମେ ସେ ବାବାଙ୍କ ପାଖରେ ପ୍ରାର୍ଥନା କରିବୁ, ହେ ବାବା ଚନ୍ଦନେଶ୍ୱର, ଆପଣ ମଙ୍ଗଳମୟ, ଆପଣ ଆଶୁତୋଷ, ଆପଣ ଭୋଳାନାଥ ଏଠି ଜଳଯନ୍ତ୍ର ହିସାବରେ ଅଛନ୍ତି। ତେଣୁ ସମସ୍ତ ଭକ୍ତଙ୍କୁ ଆପଣ ଆଶୀର୍ବାଦ କରନ୍ତୁ, କୌଣସି ପ୍ରକାର ବିପଦ ନ ଆସୁ। ସମସ୍ତ ଭକ୍ତମାନେ ଆପଣ ମାନଙ୍କ ପାଖରେ ଯେଉଁ ଅନାସିଛନ୍ତି ତାଙ୍କର ମନସ୍କାମନା ପୂର୍ଣ୍ଣ ହେଉ। ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରେ ଏବେ ଦଣ୍ଡ ନାଚର ଧୁମ୍ ଦେଖିବାକୁ ମିଳୁଛି। ଢୋଲ ଓ ମହୁରୀରେ ପରିବେଶ କମ୍ପୁଛି। ଏହି ଯାତ୍ରା କେଉଁଠାରେ 21 ଦିନ ତ କେଉଁଠାରେ 18 ଦିନ ତ ଆଉ କେଉଁଠାରେ 13 ଦିନ ଧରି ପାଳନ କରାଯାଇଥାଏ। ମାନସିକଧାରୀମାନେ ମାନସିକ ରଖି ଦଣ୍ଡକାଳୀ ଠାକୁରଙ୍କୁ ଧରି ଗାଁକୁ ଗାଁ ବୁଲିଥାନ୍ତି। ଦଣ୍ଡକାଳୀ ବିଭିନ୍ନ ଗାଁକୁ ବୁଲି ପୂଜା ପାଉଥିବା ବେଳେ ଗୋଟିଏ ଗାଁରେ ଗୋଟିଏ ଦିନ ରହିଥାନ୍ତି ଠାକୁର ଏବଂ ସେହି ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥାଏ। ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ଆରମ୍ଭ ହେଉଥିବା ଏହି ଯାତ୍ରା ପଣା ସଂକ୍ରାନ୍ତିରେ ଶେଷ ହୋଇଥାଏ। କେନ୍ଦୁଝର ଘଟଗାଁରୁ ଶୁଭ୍ରାଂଶୁ ଶେଖର, ଜଳେଶ୍ୱରରୁ ସୁଶାନ୍ତ କୁମାର ମଣ୍ଡଳ ଏବଂ ଖଲିକୋଟରୁ ଅମର ସାହୁଙ୍କ ରିପୋର୍ଟ, କନକ ନ୍ୟୁଜ୍।